ଗ୍ରାମାଞ୍ଚଳରେ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ପୂରଣ ହେବ ପକ୍କା ଘରର ଆଶା ବିକଶିତ ହେବ ଆମ ଓଡ଼ିଶା। ଯଦି ଆପଣ ଆବାସ ପାଣ୍ଠି ପାଇବାକୁ ଚାହୁଁଛନ୍ତି, ଏହି ଯୋଜନାରେ ଆପଣ ଆବାସ ପାଇଁ ଆପ୍ଲାଏ କରିପାରିବେ। କେମିତି ଆପଣ ଏହି ଯୋଜନାରେ ଆପ୍ଲାଏ କରିବେ ସେହି ବିଷୟରେ ଆସନ୍ତୁ ଦେଖିବା। ଆର ଆବେଦନ ଫର୍ମଟି ଏହିଭଳି ରହୁଛି। କେମିତି ଆଉ କୋଉଠୁ এই ଆବେଦନ ଫର୍ମ ଆପଣ ପାଇବେ? ପ୍ରଥମେ ଆପଣ ଗୁଗଲ ବ୍ରାଉଜରକୁ ଯାଆନ୍ତୁ। ଗୁଗଲ ବ୍ରାଉଜରରେ ଆପଣ RH ଓଡ଼ିଶା ସର୍ଚ୍ଚ କରନ୍ତୁ। ତାପରେ ରୁରାଲ ହାଉସିଂ এই ওয়েব পেজটি ওপেন ହେଇଗଲା ପରେ ଆପଣ ଟିକେ ତଳକୁ ସ୍କ୍ରୋଲ କରିବେ ଆଉ ଦେଖିବେ ଅନ୍ତ୍ୟୋଦୟ ଗୃହ ଯୋଜନା। ଏଠି କ୍ଲିକ୍ କରିବେ। ତାପରେ ଏଇ ୱେବ ପେଜଟା ଆପଣଙ୍କର ଓପନ ହେଇଯିବ। ଏଇ ତଳେ ଦେଖନ୍ତୁ ଆବେଦନ ପତ୍ର। ଏଇଠୁ ଆପଣ ଆବେଦନ ପତ୍ରକୁ ଡାଉନଲୋଡ କରିପାରିବେ। ଆଉ ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି ନିର୍ଦ୍ଦେଶାବଳୀ ଡାଉନଲୋଡ କରି ଆପଣ ପଢିପାରିବେ। ଦେଖନ୍ତୁ ଏଇ ଫର୍ମଟି କିଭଳି ଭାବରେ ଫିଲ୍ଅପ୍ ହେବ। ଅନ୍ତ୍ୟୋଦୟ ଗୃହ ଯୋଜନା ଆବେଦନ ପତ୍ର। ଆବେଦନକାରୀଙ୍କର ନାମ ଏଠି ଆପଣଙ୍କର ନାମ ଦେବେ, ଯିଏ ଯୋଜନାରେ ଆବେଦନ କରିବାକୁ ଚାହୁଁଛନ୍ତି ତାଙ୍କର ପିତା ବା ସ୍ୱାମୀଙ୍କର ନାମ ଦେବେ, ଯାହା ଆଧାରରେ ଥିବ। ତାପରେ ଗ୍ରାମ, ତାପରେ ପଞ୍ଚାୟତର ନାମ, ବ୍ଲକର ନାମ, ଜିଲ୍ଲାର ନାମ, ଆଧାର କାର୍ଡ ନମ୍ବର, ମୋବାଇଲ ନମ୍ବର, ଆପଣଙ୍କର ଲିଙ୍ଗ ଯାହା ଥିବ ପୁରୁଷ କି ମହିଳା ଯାହା ବି ଥାଇପାରେ, ସାମାଜିକ ବର୍ଗ SC ST OBC ଯାହା ବି ଆପଣଙ୍କର କାଷ୍ଟ ଥାଏ ସେ ବିଷୟରେ ଆପଣ ଏଠି ଫିଲ୍ଅପ୍ କରିବେ। ତାପରେ ଯଦି 40% ବା ଅଧିକ ଭିନ୍ନକ୍ଷମ ଥାନ୍ତି, ଏଠି ଆପଣ ଆଉ ନାଁରେ ଲେଖିବେ ଆପଣଙ୍କର ଜନ୍ମ ତାରିଖ, ଆପଣଙ୍କୁ କେତେ ବର୍ଷ ହେଇଛି, ବ୍ୟାଙ୍କର ନାମ, ଆପଣଙ୍କର କେଉଁଠି ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନାଁଟେ ଦେବେ, ଯୋଉଟା କି ଆପଣଙ୍କର ଡିବିଟ୍ ଲିଙ୍କ ଥିବ ସେଇ ଶାଖାର ନାମ ଏବଂ IFSC କୋଡଟା ବି ଦେବେ। ଆକାଉଣ୍ଟ ନମ୍ବର ଏଇଠି ଦେବେ, ଜମା ଖାତା ନମ୍ବର। ଆବେଦନକାରୀ ଏଇ ଜାଗାରେ ସ୍ୱାକ୍ଷର କରିବେ ଏବଂ ତାରିଖଟି ମେନସନ କରିବେ। ମୁଁ ନିମ୍ନ ବର୍ଗରେ ଅନ୍ତର୍ଭୁକ୍ତ। ଏଇଠିକି ଯୋଉ ସବୁ ଠିକ ଚିହ୍ନ ଅଛି ଆପଣ ତାକୁ ଭଲ ଭାବରେ ପଢିବେ। ପଢି ସାରିଲା ପରେ ଆପଣଙ୍କର ଯାହା ବି ରୋଗ ଥିବ କି ଯାହା ବି ଆପଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ତାକୁ ଠିକ ଚିହ୍ନ ମାରିବେ। ତାକୁ ଏଇଭଳି ଭାବରେ ଫିଲ୍ଅପ୍ କରିସାରିଲା ପରେ ଆପଣ ନେଇ ଆପଣଙ୍କ ବ୍ଲକରେ ଏହାକୁ ସବମିଟ କରିପାରିବେ।